ଭାରତ ମାତା କି ଜୟ, ବନ୍ଦେ ମାତରମ୍। ଆଜି ହେଉଛି 2024ର ଶେଷ ଦିବସ। ଆସନ୍ତାକାଲିଠାରୁ କ୍ୟାଲେଣ୍ଡରରେ ମସିହା ବଦଳିଯିବ। 2024ରେ ଅନେକ ଘାତ ପ୍ରତିଘାତର ସମ୍ମୁଖୀନ ହୋଇ ସଫଳ ବିଫଳକୁ ତର୍ଜମା କରୁ କରୁ ଶେଷ ହୋଇଯାଇଛି। ଆମେ ସମସ୍ତେ ନିଜ ନିଜ ଦୈନନ୍ଦିନ ଜୀବନରେ କେତେ ଖୁସି, କେତେ ଦୁଃଖ ବେଦନା, କେତେବେଳେ ଅପମାନ ତ କେତେବେଳେ ସମ୍ମାନ ପାଇ ନିଜ ଚାକିରି କ୍ଷେତ୍ରରେ ହେଉ କି ପାରିବାରିକ କ୍ଷେତ୍ରରେ ହେଉ ସମସ୍ତ ପ୍ରକାର ପଥ ଦେଇ ଗତି କରିଛୁ ଏବଂ ଆଜି 2024 ମସିହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛୁ। ଭଗବାନ କରନ୍ତୁ ମୁଁ ଏହାକୁ ନବବର୍ଷ ବୋଲି ତ କହିପାରିବିନି, କାରଣ ଏହା ଇଂରାଜୀ ନବବର୍ଷ ଅଟେ। କିନ୍ତୁ 2025 ମସିହା ଗୋଟିଏ ନୂତନ ଅଧ୍ୟାୟ ଯେହେତୁ ଯୋଡ଼ି ହୋଇଗଲା, 2024 ପରିବର୍ତ୍ତେ 2025, ତେବେ ଏଇ 2025 ମସିହା ସମସ୍ତଙ୍କ ପାଇଁ ଶୁଭ ଖବର, ସୁଖଦ ବାର୍ତ୍ତା ନେଇ ଆସୁ। ଏହା ହିଁ ମୋର 2024 ମସିହାର ଶେଷ ବ୍ଲଗ୍ରେ ମୁଁ କହିବାକୁ ଚାହେଁ। ଆମେ ମନ୍ଥନ କରିବା କି ଆମେ 2024ରେ କ'ଣ କ'ଣ ପାଇଲେ, କେତେ ସଫଳ ହେଲେ, ଆଉ 2025ରେ ଯାହା ଆମର ଆଶା ଥିଲା କେମିତି ମିଳିବ, ସେଇ ଆଶା ଆକାଂକ୍ଷା ନେଇ ଆଗକୁ ବଢ଼ିବା। ଆଜି ମୁଁ ସଂଗଠନ କିମ୍ବା କାହାରି କାର୍ଯ୍ୟ ଉପରେ ବେଶୀ କହୁନାହିଁ, କେବଳ ଏତିକି କହିବି, ଯେହେତୁ ସରକାର ନିଜ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବିଭିନ୍ନ ସମସ୍ୟା, ଯେଭଳି କି ଦର ବୃଦ୍ଧି ବାବଦକୁ ନେଇ ରହିଥିବା ସମସ୍ତ ସମସ୍ୟା ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଏଣୁ ସମସ୍ତ ଜିଲ୍ଲା କମିଟି ଜିଲ୍ଲାପାଳଙ୍କ ସହ ଆଲୋଚନା କରନ୍ତୁ ଏବଂ ଯାହା ରାଜ୍ୟ ସଂଘରେ ନିଷ୍ପତ୍ତି ହୋଇଛି ତଦ୍ ଅନୁଯାୟୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ଗରମ ରନ୍ଧା ଖାଦ୍ୟ ତଥା THRର ବ୍ୟବସ୍ଥା କରନ୍ତୁ। ଶେଷରେ ସମସ୍ତଙ୍କୁ ଏତିକି କହିବି, 2024ରେ ଯାହା ବି ରାଗ ରୁଷା, ମାନ ଅଭିମାନ, କଳହ ଦ୍ୱନ୍ଦ୍ୱ, ଆରୋପ ପ୍ରତ୍ୟାରୋପ ଥିଲା, ସେସବୁକୁ ପାସୋରି ଏବଂ ପରସ୍ପରକୁ ହୃଦୟ ସହକାରେ କ୍ଷମା ଦେଇ 2025ରେ କିଭଳି ସମସ୍ତେ ଏକଜୁଟ ହୋଇ ଏକ ମନ ହୋଇ ରହିବା, ସେଥିପ୍ରତି ଧ୍ୟାନ ଦେଇ ସମସ୍ତେ ଖୁସିରେ ରୁହନ୍ତୁ। ତା ସହ ମୁଁ ଏତିକି କହିବି, ମୋ ଯୋଗୁଁ ବି ଯଦି କାହାକୁ ଦୁଃଖ ପହଞ୍ଚିଥାଏ, ମୋ କଥା କାହାକୁ ଖରାପ ଲାଗିଥାଏ, ତେବେ ଜଣେ ବଡ଼ ଭଉଣୀ, ଜଣେ ଛୋଟ ଭଉଣୀ ଏମିତି ଭାବି ମୋତେ କ୍ଷମା କରିଦେବେ ଏବଂ ଆପଣମାନଙ୍କର ସମସ୍ତଙ୍କର ଆସନ୍ତା 2025 ମସିହା ମଙ୍ଗଳମୟ ହେଉ, ଏହି କାମନା ସହ ରହୁଛି। ଧନ୍ୟବାଦ। ଭାରତ ମାତା କି ଜୟ।